नमो भगवते वासुदेवाय। द्वादशोऽध्याय। शौनक उवाच। एमନ୍ତ सुत मुखु शुणि शौनक कहे मंजुवाणी। कोपे जे द्रोण ककुमार मंत्री पेशिला ब्रह्मसर। सर प्रचंड तेज बळे भये कंपिले दिगपाळे। उतरा गर्भे से पड़िला तक्षणे गोविंद रखिला। से पुणी गर्भु जन्म होई पालिला राजा पणे मही। जगते कर्म जेते कला प्रजांकु जेमंते पालिला। केवण हेतु नृपराण काहे छाड़िला निज प्राण। अल्प बयसे से नृपति अन्ते लभिला केउ गति। तार सकल कर्म दीक्षा आम्भे श्रवणे करु इच्छा। आम्भकु जेबे दया कर आम्भकु जेबे दयावह। संशय जाऊ मुनि कह आनंदे व्यासंकर सुत। ताहांकु देले ज्ञान तत्व एमंत मुनि गण मध्य। शौनक मुनि अनुवादे गोविंद पादे देईचित। हसी कहन्ति मुनिसुत। श्रीसुत उवाच। कुरुनगरे धर्मराजा पितांक प्राये पाळे प्रजा। कृष्ण हूँ न जानइयान विषय रसे नाही मन। धर्मर संपद रक्षणे से जेने पितृभातृगणे। प्रजा पालने महीपति धर्म हूँ नाही अन्य गति। ए जम्बू दीपे जेते राजा सर्वे करन्ति पाद पूजा। जार महिमा तिनि लोके घोषन्ति एक कुआरके। गोविंद सार हृदेव से किछि से कि विषय रस रसे। एबे हो शुण विप्रजने परीक्षित जन्म जेसने। मातार गर्भे जेबे थिला नयन मार्गे से देखिला। जेसने तेजे दिनकर गर्भे पड़िला ब्रह्मसर। उत्तरा डाके त्राहि त्राहि तक्षणे प्रभु भावग्राही। अंगुष्ठी जबे कसरीर सुदर्शन जे धरि कर। किरीट कुंडल विराजे प्रभार रवि तेज गंजे। अपूर्व रूप घन श्याम जडित होम कोटि दाम। आजानु लंबे भुजचारी गदाव शंख चक्रधारी। अजानु लंबे भुजचारी
ଗଦାବ ଶଙ୍ଖ ଚକ୍ରଧାରୀ କପେଲୋହିତ ବେନି ଦୃଷ୍ଟି ଗଦାଧାରଣେ ଦୃଢ଼ମୁଷ୍ଟି ଗଦାର ତେଜ ରବିଦ୍ରାଣ ପୁରେ ମଣ୍ଡଳ ଦଶ ଦିଶ ହରିଲେ ବ୍ରହ୍ମଶର ତେଜ ନିଶାରେ ଜହ୍ନେ ଗ୍ରହରାଜ ତକ୍ଷଣେ ଗର୍ଭ ରକ୍ଷା କରି ଅନ୍ତର ହୋଇଲେ ମୁରାରୀ ବାଳକ ଦେଖେ ତା ନୟନେ ଗୋବିନ୍ଦ କଲେ ଅନ୍ତର୍ଧ୍ୟାନେ ତକ୍ଷଣେ ସର୍ବ ଶୁଭ କାଳେ ଅମର ଗୁରୁ ଲଗ୍ନ ବେଳେ ବାଳକ ହୋଇଲା ବାହାର ରୂପେ ପାଣ୍ଡବ ବଂଶଧର ଅତି ସୁନ୍ଦର ବିରାଜିଲା ପୁଣିକି ପଣ୍ଡୁ ପ୍ରକାଶିଲା ଦେଖି ସନ୍ତୋଷ ଧର୍ମସୂତ ସଙ୍ଗତେ ଘେନି ପୁରୋହିତ ଆନନ୍ଦେ ମିଳି ମହାଜନେ ଶ୍ରୁତି ଯେ ମଙ୍ଗଳ ବଚନେ ଶୁଭଇ ଶଙ୍ଖ ନାଦ ଭେରି ଶୁଭେ ଜାତକ କର୍ମ କରି ସୁବର୍ଣ୍ଣ ମହି ଧେନୁ ତୁଲେ ଅନେକ ଗ୍ରାମ ଦାନ ଦେଲେ ସୁତମ ଗଧ ଆଦି ଲୋକେ ଏ ଆସି ମିଳିଲେ ଅନେକେ ଧର୍ମନନ୍ଦନ ସୁଖ ଚିତେ ଦକ୍ଷିଣା ଦେଲେ ପୁରୋହିତେ ସନ୍ତୋଷେ ବସି ବିପ୍ରଜନ ବିଚାରି ଜାତକ ଲକ୍ଷଣ ଗ୍ରହ ନକ୍ଷତ୍ର କରିଚିତେ କହଇ ରାଜାର ଗ୍ରତେ ବ୍ରାହ୍ମଣ ଉଚୁ ଏ ଅଭିମନ୍ୟୁର କୁମାର ପାଣ୍ଡବ ବଂଶେ କାର୍ତ୍ତିକର ଗର୍ଭ ସଙ୍କଟୁ ଏ ରହିଲା ଏହାକୁ ବିଷ୍ଣୁ ରକ୍ଷା କଲା ସର୍ବଲକ୍ଷଣେ ଏ ସମ୍ଭୂତ ଏହାର ନାମ ପରୀକ୍ଷିତ କୁରୁ ପାଣ୍ଡବ ବଂଶଧର ଏ ଭାଗବତ ମଧେବର ଏମନ୍ତ ବ୍ରାହ୍ମଣଙ୍କ ବାଣୀ କହନ୍ତି ଯୁଧିଷ୍ଠିର ଶୁଣି ଯୁଧିଷ୍ଠିର ଉବାଚ ହେ ବିପ୍ରବର ତୁମ୍ଭ ବାଣୀ ମନ ଆନନ୍ଦ କଲୁ ଶୁଣି ଆଗମ ନିଗମର ସାର ତୁମ୍ଭଙ୍କୁ ନୋହେ ଅଗୋଚର ଗ୍ରହ ନକ୍ଷତ୍ର ଯୋଗ ସ୍ଥିତେ ଯାହା କହିଲେ ଶାସ୍ତ୍ର ମତେ ଏ ବଂଶଧର ସାଧୁ ପଦେ ପ୍ରଜା ପାଳିବେ ନିରାପଦେ ରାଜା ବଚନେ ବିପ୍ରଗଣ କହନ୍ତି ଜାତକ ଲକ୍ଷଣ ବ୍ରାହ୍ମଣ ଉଚୁ ଶୁଣ ହୋ ଧର୍ମର ନନ୍ଦନ ଆମ୍ଭର ଆଶିଷ ବଚନ ରାଜ୍ୟ ଏ ପାଳିବ ନିୟତ ଯେହ୍ନେ ଈଶ୍ୱାକୁ ମନୁସୂତ ବ୍ରାହ୍ମଣ ସତ୍ୟ ଗୁଣ ନିଧି ଏ ସର୍ବ ଦୀକ୍ଷା ପଣେ ସିଧି ଏହାର ଗୁଣ କ୍ରିୟା ପଣେ ଏହାର ଗୁଣ କ୍ରିୟା ଯଶେ ଯେହ୍ନେ ଶ୍ରୀରାମ ରଘୁବଂଶେ
ସର୍ବଗୁଣରେ କୁମାରେ ନାହିଁ ସମାନ ତିନିପୁରେ। ସମୁଦ୍ରେ ପ୍ରାୟେ ଯଜ୍ଞକାରୀ ଅର୍ଜୁନ ପ୍ରାୟେ ଧନୁର୍ଧାରୀ। ହୁତାଶ ନର ତେଜୋମୟେ ବୁଦ୍ଧି ଯେ ସମୁଦ୍ରର ପ୍ରାୟେ। ମୃଗେନ୍ଦ୍ର ପ୍ରାୟେ ତେଜକାରୀ ସ୍ଥବିର ପ୍ରାୟେ ହେମଗିରି। ପୃଥିବୀ ସମ ଧୀର ଚେତା ସହିଷ୍ଣୁ ଯେହ୍ନେ ପିତା ମାତା। ସମପାଳନେ କି ବିଧାତା ଈଶ୍ୱର ପ୍ରାୟେ ବରଦାତା। ଆଶ୍ରୟ ସର୍ବ ପ୍ରାଣୀଙ୍କର ଯେହ୍ନେ ସଂସାରେ ରମାବର। ସର୍ବଲକ୍ଷଣେ ପୂର୍ଣ୍ଣକାମ ସୁଦୃଢ଼ ବ୍ରତୀ ସତ୍ୟଧାମ। ବିଷ୍ଣୁର ପ୍ରାୟେ ତେବେ ଯେହ୍ନେ ସକଳ ଗୁଣ ଧାମ ଯେହ୍ନେ। ବଳୀର ପ୍ରାୟେ ଧୀରପଦ ବୈଷ୍ଣବେ ଯେହ୍ନେ ପ୍ରହ୍ଲାଦ। ସଂସାର ମଧ୍ୟେ ହବିର୍ଭାଗେ ଦେବଙ୍କୁ ଅଶ୍ୱମେଧ ଯୋଗେ। ସଂସାର ମଧ୍ୟେ ହବିର୍ଭାଗେ ଦେବଙ୍କୁ ଅଶ୍ୱମେଧ ଯାଗେ। ରାଜଋଷିଙ୍କୁ ଯତ୍ନ କରି ହୃଷ୍ଟ ସମୂହ ଦର୍ପ ହରି। ଅବନୀ ଧର୍ମ ରକ୍ଷା ଅର୍ଥେ କଳିକୁ ବାନ୍ଧିବ ଗ୍ରତେ। ବ୍ରାହ୍ମଣ ଶାପ ମହାରସେ ଏହାର ଅଳପ ବୟସେ। ବ୍ରାହ୍ମଣ ବାକ୍ୟ ହୋଇ କ୍ଷୀଣ ତକ୍ଷଣେ ହାତେ ଦେବଗ ପ୍ରାଣ। ବ୍ରାହ୍ମଣ ଅଭିଶାପ ପାଇ ତକ୍ଷଣେ ସାଧୁ ସଙ୍ଗ ହୋଇ। ଜାହ୍ନବୀ ତଟେ ଅନ୍ତର୍ଜଳେ ହରିଙ୍କ ଭକ୍ତ ଜନ ମେଳେ। କୃଷ୍ଣ ମହିମା ଜନ ମୁଖେ ଶୁଣି ଛାଡ଼ିବ ପ୍ରାଣ ସୁଖେ। ଗୋବିନ୍ଦ ଅଭୟ ଚରଣ ନିଶ୍ଚିନ୍ତେ ପଶିବ ଶରଣ। ଏମନ୍ତେ ହରି ଭାବ ଘେନି କହନ୍ତି ସୁତ ମହାମୁନି। ଶ୍ରୀସୁତ ଉବାଚ ପୁଣି ସକଳ ମୁନି ଆଦି ଅନ୍ତରେ ଯେତେ ବେଦବାଦୀ। ଏମନ୍ତେ ଜାତ କର୍ମ କଲେ ବନ୍ଧୁ ବାନ୍ଧବ ବିପ୍ର ମେଳେ। ରାଜାଙ୍କୁ କରି ଅନୁମାନ ବିପ୍ରେ ମିଳିଲେ ନିଜ ସ୍ଥାନ। ଏମନ୍ତ ଜନ୍ମ ପରୀକ୍ଷିତ ଲୋକରେ ହୋଇଲା ବିଦିତ। କର୍ମ ଆରାଧି ସର୍ବବାଣୀ ଯାହା କହିଲେ ପରିମାଣି। ଦିନକୁ ଦିନ ତେଜ ରାଶି ଶୁକ୍ଳ ପକ୍ଷରେ ଯେହ୍ନେ ଶଶୀ। ଦିନକୁ ଦିନ ପିତୃଗଣେ ସ୍ନେହେ ପାଳନ୍ତି ଅନୁକ୍ଷଣେ। ବାଳକ ଦେହେ ପରୀକ୍ଷିତ ସ୍ୱଭାବେ କୃଷ୍ଣର ଭକତ। ସକଳ ଲୋକେ ପ୍ରୀତିଦାତା ସାଧୁ ସୁନ୍ଦର ଶୁଦ୍ଧ ଚେତା। ଏବେ ହୋ ଶୁଣ ବିପ୍ରଗଣେ ଧର୍ମ ନନ୍ଦନ ତୋଷ ମନେ। ଜ୍ଞାତି ମରଣେ ଦ୍ରୋହ ଚିତେ ସର୍ବକଳୁଷ ନାଶ ଅର୍ଥେ।
ରାଜାଙ୍କୁ ତହୁଁ ନିଜ ଧନ ନକରି ଦଣ୍ଡ ବରଷଣ ପଞ୍ଚବ୍ରାତାର ପାଶେ ମିଳି ବିପ୍ରଙ୍କୁ ଘେନି ବନମାଳି ଆଗମ ନିଗମ ସେ ବିଧି କରାଇ ତିନି ଅଶ୍ୱମେଧି କେତେ ହେଁ ଦିନ କୃଷ୍ଣ ରହି ଜ୍ଞାତି ସୁହୃଦ ଭାବ ବହି ଦ୍ରୌପଦୀ କୁନ୍ତି ଅନୁବ୍ରତେ ବିଚାର କରି ପଞ୍ଚଭ୍ରାତେ ରଥେ ଅର୍ଜୁନ ସଙ୍ଗ କରି ନିଜ ଭୁବନେ ଗଲେ ହରି ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାं ସଂହିତାୟାं ବୈୟାସିକ୍ୟାं ପ୍ରଥମସ୍କନ୍ଧେ ପରୀକ୍ଷିତ ଜନ୍ମ ବର୍ଣ୍ଣନେ ନାମ ଦ୍ୱାଦଶୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।